ପିଲାମାନେ ତୁମମାନଙ୍କୁ ୟୁଏନ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ ଜଣାଉଛି। ପିଲାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ତୁମ ପାଇଁ ଆସିଛି। ଯେଉଁମାନେ ଆଗାମୀ 2025 ମସିହାରେ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଛ ସେମାନଙ୍କ ପାଇଁ ଅଲରେଡ଼ି 2025 ମସିହାରେ ଯେଉଁ ବୋର୍ଡ଼ ପରୀକ୍ଷା ହେବ ତା ପ୍ରୋଗ୍ରାମ୍ ଆସିସାରିଛି। ତ ଫେବୃଆରୀ 21ରୁ ବୋର୍ଡ଼ ଏକ୍ଜାମ୍ ଆରମ୍ଭ ହେବାକୁ ଯାଉଛି। ତ ସେ ବିଷୟରେ ଆମେ ଜାଣିନେବା। ପ୍ରୋଗ୍ରାମ୍ କେଉଁ ଦିନ କ'ଣ ରହିଛି, କେମିତି ହେବ, ଡିଟେଲରେ ଆମେ ଜାଣିନେବା। ଦେଖ ପିଲାମାନେ, ତୁମର ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କଟକ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2025 ରେଗୁଲାର ଓ ଏକ୍ସ ରେଗୁଲାର କାର୍ଯ୍ୟସୂଚୀ। ଏଥର ପରୀକ୍ଷା ରେଗୁଲାର ଆଉ ଏକ୍ସ ରେଗୁଲାର ପିଲା ଏକା ସାଙ୍ଗରେ ପରୀକ୍ଷା ଦେବେ, ଗୋଟେ ସିଟିଂରେ ପରୀକ୍ଷା ତୁମମାନେ ଦେବ। ଯେଉଁମାନେ ଏକ୍ସ ରେଗୁଲାର ଥିବେ ସେମାନେ ବି ରେଗୁଲାର ପିଲାଙ୍କ ସହିତ ଦେଇପାରିବେ। ଏତଦ୍ୱାରା ରାଜ୍ୟର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ପରୀକ୍ଷାର୍ଥୀ, ପତ୍ର ମାଧ୍ୟମ ଶିକ୍ଷା ପରୀକ୍ଷାର୍ଥୀ, ଅଭିଭାବକ ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଆସନ୍ତା 2025 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ତା 21/2/2025 ତାରିଖଠାରୁ ଆରମ୍ଭ ହୋଇ 6/3/2025 ତାରିଖ ପର୍ଯ୍ୟନ୍ତ ନିମ୍ନୋକ୍ତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ। ପରୀକ୍ଷା ପ୍ରତ୍ୟେକ ଦିନ 9ଟାରୁ ଆରମ୍ଭ ହୋଇ 11:30ରେ ଶେଷ ହେବ, ଅର୍ଥ 9ଟାରୁ ଆରମ୍ଭ ହେବ 11:30 ପର୍ଯ୍ୟନ୍ତ ଚାଲିବ। କେବଳ ମ୍ୟାଥ୍ ପରୀକ୍ଷା ଦିନ 11:45ରେ ଚାଲିବ ପରୀକ୍ଷା, ଅର୍ଥାତ୍ 11:30ରେ ଅଲଗା ପରୀକ୍ଷା ଗୁଡ଼ିକ ସରିଲା ବେଳେ ମ୍ୟାଥ୍ ପରୀକ୍ଷାଟା ଆଉ 15 ମିନିଟ୍ ଅଧିକ ଚାଲିବ, ଅର୍ଥ 11:45ରେ ଶେଷ ହେବ। ଦେଖ ପ୍ରୋଗ୍ରାମ୍ ଦେଖିନେବା, କେଉଁଦିନ କ'ଣ ରହିଛି ପରୀକ୍ଷା। ଦେଖ ପିଲାମାନେ, 21/2/2025 ଫ୍ରାଇଡ଼େ ଶୁକ୍ରବାର 9ଟାରୁ 11:30 ସେଦିନ ରହୁଛି ପ୍ରଥମ ଭାଷା। କ'ଣ? FLU ଓଡ଼ିଆ ବା FLU, ଯେଉଁଟାକୁ ପ୍ରଥମ ଭାଷା କୁହାଯାଏ, ରହୁଛି 21/2/2025ରେ। ତାପରେ ରହୁଛି 24/2, ତାପରେ 22/23 ଦୁଇ ଦିନ ବନ୍ଦ ରହିବ, ପରୀକ୍ଷା ହେବ ନାହିଁ। ତାପରେ ପୁଣି 24/2/2025ରେ ଯେଉଁଟାକି ସୋମବାର ପଡ଼ୁଛି, ସେଦିନ 9ଟାରୁ 11:30 ଦ୍ୱିତୀୟ ଭାଷା ରହିଛି କ'ଣ? ଇଂରାଜୀ। ତାପରେ ଦେଖିବା 24 ଗଲା ପରେ 25 ନାହିଁ। ତାପରେ ଆସିବ ଦେଖନ୍ତୁ 27/2/2025ରେ ରହିଛି, ସେଦିନ ରହିଛି ଗୁରୁବାର। 27/2/2025 ଗୁରୁବାର, ସେଇ 9ଟାରୁ 11ଟା ସେଦିନ ରହିଛି ମ୍ୟାଥ୍ ରହିଛି। 27/2/2025 ଯେଉଁ ଗୁରୁବାର ରହୁଛି ସେଦିନ ମ୍ୟାଥ୍ ପରୀକ୍ଷା ରହୁଛି 9ଟାରୁ 11:45, ଅର୍ଥ ଅନ୍ୟ ପରୀକ୍ଷା 9ଟାରୁ 11:30 ଚାଲିଲା ବେଳେ ସେ ପରୀକ୍ଷାଟି 9ଟାରୁ 11:45 ପର୍ଯ୍ୟନ୍ତ ଚାଲିବ, ଅର୍ଥାତ୍ 15 ମିନିଟ୍ ଅଧିକ ହେବ, ଯେଉଁଟା ହେଉଛି ମ୍ୟାଥ୍ ବା ଗଣିତ ପରୀକ୍ଷା। 27/2/2025 ରହିଛି। ତାପରେ ଦେଖିବା 1 ତାରିଖରେ ପୁଣି ଯାଇକି ଅଛି, ମଝିରେ ବନ୍ଦ ରହିବ, ଛୁଟି ରହିବ। 1/3/2025 ଶନିବାର ଦିନ ସେଇ 9ଟାରୁ 11:30 ରହିବ, ସେଦିନ ହେଉଛି GSC ବା ସାଇନ୍ସ ବିଜ୍ଞାନ ପରୀକ୍ଷା ରହିବ 1/3/2025ରେ। ତାପରେ ପୁଣି 2ଟା ବନ୍ଦ ରହିବ। 3 ତାରିଖ ପୁଣି କ'ଣ ଅଛି ନା 3/3/2025ରେ, ଯେଉଁଟାକି ସୋମବାର ପଡ଼ୁଛି, 9ଟାରୁ 11:30 ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। SSC ରହିଛି, ଯେଉଁଟାକି ସାମାଜିକ ବିଜ୍ଞାନ, ସୋସିଆଲ ସାଇନ୍ସ ସାମାଜିକ ବିଜ୍ଞାନ ରହୁଛି, ହେଲା, କେଉଁଦିନ 3/3/2025ରେ। ତାପରେ ରହିଛି ଦେଖନ୍ତୁ, ତାପରେ ରହିଛି 6 ତାରିଖରେ ଦେଖନ୍ତୁ 6/3/2025, ଯେଉଁଟାକି ରହୁଛି ଗୁରୁବାର। ସେଦିନ ରହିଛି ହିନ୍ଦୀ ଆଉ ସାଂସ୍କ୍ରିଟ। ଯାହାର ହିନ୍ଦୀ ଥିବ ସେ ହିନ୍ଦୀ ପରୀକ୍ଷା ଦେବେ, ଯାହାର ସାଂସ୍କ୍ରିଟ ଥିବ ସେ ସାଂସ୍କ୍ରିଟ ପରୀକ୍ଷା ଦେବେ, ହେଲା। ଇଏ ଥିଲା ତୁମର ପ୍ରୋଗ୍ରାମ୍। ତ ଆମେ ପୁରା 21ରୁ ଆରମ୍ଭ ହେଲା, କେଯାଏଁ ଚାଲିଲା ନା 21/2/2025ରୁ ଆରମ୍ଭ ହେଲା, ଚାଲିଲା 6/3/2025 ପର୍ଯ୍ୟନ୍ତ। ସବୁଦିନ ପରୀକ୍ଷା 9ଟାରୁ 11:30 ପର୍ଯ୍ୟନ୍ତ, କିନ୍ତୁ କେବଳ ମ୍ୟାଥ୍ ଦିନ 9ଟାରୁ 11:45 ପର୍ଯ୍ୟନ୍ତ ପରୀକ୍ଷା ଚାଲିବ, ଅର୍ଥାତ୍ 15 ମିନିଟ୍ ପରୀକ୍ଷା ଅଧିକ ହେବ। ତ ଇଏ ଥିଲା ତୁମର ବୋର୍ଡ଼ ପରୀକ୍ଷା ପାଇଁ ପ୍ରୋଗ୍ରାମ୍ ସୂଚୀ ବା ପ୍ରୋଗ୍ରାମ୍ ରହିଥିଲା। ଏହି ଅନୁସାରେ ତୁମମାନେ ପ୍ରସ୍ତୁତ ହେବ ଆଉ ପରୀକ୍ଷା ଦେବ। ଠିକ୍ ଅଛି, ଆଜି ପାଇଁ ଏଇଠି ରଖିବା। ଧନ୍ୟବାଦ। ଥ୍ୟାଙ୍କସ୍ ଫର୍ ୱାଚିଂ।